ମୁଁ ସୁନୀଲ କୁମାର ପାତ୍ର ଶ୍ରୀ ବିବେକାନନ୍ଦ ଶିକ୍ଷକ। ତ ଅନଲାଇନ୍ ପାଠ୍ୟକ୍ରମ ବ୍ୟବସ୍ଥା ଦ୍ୱାରା ଆଜି ନବମ ଶ୍ରେଣୀର ଭୌତିକ ବିଜ୍ଞାନର ପରମାଣୁ ଓ ଅଣୁ ପାଠର ରାସାୟନିକ ସଂକେତ ଓ ଯୋଜ୍ୟତା ବିଷୟରେ ଜାଣିବା। ତ ରାସାୟନିକ ସଂକେତ ମାନେ କ'ଣ ନା ମୌଳିକର ସଂକ୍ଷିପ୍ତକୁ ଯେମିତି ପ୍ରତ୍ୟୟ କୁହାଯାଏ, ଯୌଗିକର ସଂକ୍ଷିପ୍ତ ଚିହ୍ନକୁ ରାସାୟନିକ ସଂକେତ କୁହାଯାଏ। ଯେମିତିକି ସୋଡ଼ିୟମ୍ କ୍ଲୋରାଇଡ଼୍ NaCl, ହାଇଡ୍ରୋଜେନ୍ କ୍ଲୋରାଇଡ଼୍ HCl, ସୋଡ଼ିୟମ୍ ହାଇଡ୍ରୋକ୍ସାଇଡ଼୍ NaOH, ଫେରସ୍ ଅକ୍ସାଇଡ଼୍ Fe2O3, ତାପରେ ସୋଡ଼ିୟମ୍ ନାଇଟ୍ରେଟ୍ Na2NO3, ତାପରେ ଇତ୍ୟାଦି ଏମିତି ରାସାୟନିକ ଯୌଗିକ ମାନଙ୍କର ସଂକ୍ଷିପ୍ତ ହେଉଛି ସଂକେତ ଲେଖିବା ପାଇଁ ହେଲେ ତ ଆମକୁ ମୌଳିକ ଗୁଡ଼ିକର ଯୋଜ୍ୟତା ବିଷୟରେ ଜାଣିବା ଅଛି। କାହିଁକି ନା ତ ଯେତେବେଳେ କୌଣସି ଯୌଗିକ ସୃଷ୍ଟି ହୁଏ ନା ମୌଳିକର ଯୋଜ୍ୟତା ଉପରେ ନିର୍ଭର କରିଥାଏ। ତ ଯୋଜ୍ୟତା ଯେତେ ହେଇଥିବ ସେଇ ହିସାବରେ ସେ ଅନୁପାତରେ ସେ ଗୋଟେ ଯୌଗିକ ସୃଷ୍ଟି କରିବ। ତ ଯୋଜ୍ୟତା ମାନେ କ'ଣ? ଯୋଜ୍ୟତା ମାନେ ହେଉଛି ତ ଗୋଟେ ମୌଳିକ ସଂଯୋଜନ କ୍ଷମତା ଥିବାକୁ ଯୋଜ୍ୟତା କରିଥାଏ। ମାନେ ଗୋଟେ ମୌଳିକ କେତୋଟି ଅନ୍ୟ ମୌଳିକ ସହିତ ସଂଯୋଗ ହୋଇପାରିବ, ସେଇଟା ହେଉଛି ଯୋଜ୍ୟତା। ଯେମିତିକି ଆମେ ନେଲା ଜଳର ସଂକେତ କ'ଣ H2O। ଏଥିରେ କ'ଣ ହେଉଛି ଗୋଟେ ଅକ୍ସିଜେନ୍ ପରମାଣୁରେ ଦୁଇଟା ହାଇଡ୍ରୋଜେନ୍ ପରମାଣୁ ସଂଯୁକ୍ତ ହୋଇ ଜଳ ସୃଷ୍ଟି ହେଇଛି ହେଲା। ତ ଏଥିରେ କ'ଣ ନା ଅକ୍ସିଜେନ୍ର ସଂଯୋଜନ କ୍ଷମତା 2 ଆଉ ହାଇଡ୍ରୋଜେନ୍ ଗୋଟିଏ ହେଲା। ତ ଦୁଇଟା କ୍ଷମତା ଥିବାରୁ ସେ ଦୁଇଟା ହାଇଡ୍ରୋଜେନ୍ ନେଲା, ଆଉ ହାଇଡ୍ରୋଜେନ୍ ଗୋଟେ ଥିବାରୁ ସେ ଗୋଟେ ଅକ୍ସିଜେନ୍ ନେଲା। ତ ଏଥିରେ ଅକ୍ସିଜେନ୍ର ଯୋଜ୍ୟତା 2, ହାଇଡ୍ରୋଜେନ୍ 1। ସେମିତି ଏମୋନିଆର ସଂକେତ କ'ଣ NH4। ତ NH4ରେ ନାଇଟ୍ରୋଜେନ୍ର ଗୋଟିଏ ଆଉ ହାଇଡ୍ରୋଜେନ୍ର 4ଟା। ତ ଆମେ ଜାଣିଲେ ଫାଷ୍ଟ ହାଇଡ୍ରୋଜେନ୍ ଗୋଟେ ଏକା ତାର ଯୋଜ୍ୟତା ମାନେ ଗୋଟେ ନେଲା ନାଇଟ୍ରୋଜେନ୍ ଆଉ ହାଇଡ୍ରୋଜେନ୍ 4ଟା ନେଇଛି ନାଇଟ୍ରୋଜେନ୍। ତ ନାଇଟ୍ରୋଜେନ୍ର ଯୋଜ୍ୟତା ହେଲା 4, ହାଇଡ୍ରୋଜେନ୍ 1 ହେଲା। ତାପରେ ହେଲା ହାଇଡ୍ରୋଜେନ୍ କ୍ଲୋରାଇଡ଼୍ HCl ଗୋଟେ ଅଛି। ତ Hର ଗୋଟିଏ ହେଲା, Clର ଗୋଟିଏ ହେଲା। ତାପରେ ହେଲା FeO ଫେରିକ୍ ଅକ୍ସାଇଡ଼୍। ତ ଫେରିକ୍ ଅକ୍ସାଇଡ଼୍ର କ'ଣ FeO। ତ ଅକ୍ସିଜେନ୍ ଦୁଇଟା ହେଉଛି ଯୋଜ୍ୟତା। ତ ଦୁଇଟା ଯୋଜ୍ୟତା ମାନେ ହେଲା ଏଥିରେ 1 ଅଛି। ତ ଦୁଇଟା ଯଦି ସମାନ ଥିବ ହେଲେ ସେଟା 1 ରହିବ, କିଛି ଲେଖା ହେବନି। ତ Feର ମାନେ ଆୟରନ୍ର ବି 2 ହେଲା ଏଥିରେ। ତାପରେ Fe2O3 ମାନେ ହେଲା Fe ଯାକ 2, ଦୁଇଟା ଅକ୍ସିଜେନ୍ ଦୁଇଟା Fe 2ଟା ଆଉ ଅକ୍ସିଜେନ୍ 3ଟା। ମାନେ ଅକ୍ସିଜେନ୍ର 2 ଯୋଜ୍ୟତା ମାନେ 2ଟା ନେଇଛି ସେ ଆୟରନ୍, ଆଉ ଅକ୍ସିଜେନ୍ 3ଟା ଅଛି ମାନେ ଆୟରନ୍ର 3 ଯୋଜ୍ୟତା ହେଲା। ତାପରେ ସେହିପରି ଭାବରେ ଯଦି ଆମେ ଗୋଟେ ଚାର୍ଟ କରିବା ହେଲେ ଦେଖ ଏଥିରେ ଦେଖ ହାଇଡ୍ରୋଜେନ୍ର 1 ଅଛି ଯୋଜ୍ୟତା, ଫ୍ଲୋରିନ୍ର 1, କ୍ଲୋରିନ୍ 1, ସୋଡ଼ିୟମ୍ 1, Hg ମାନେ ପାରଦର ହେଲା 1 ଆଉ 2। ତାର ଗୋଟେ ବି ଅଛି 2ଟା। ତ ଗୋଟେ ପରମାଣୁ ନେଇପାରିବ, 2ଟା ବି ପରମାଣୁ ନେଇପାରିବ। ତାପରେ ହେଲା ଆଲୁମିନିୟମ୍ ଦେଖ 3 ଅଛି ହେଲା। ତ ଆଲୁମିନିୟମ୍ ତାର 3ଟା ଯୌଗିକ 3ଟା ମୌଳିକ ପରମାଣୁ ଯୌଗିକ ସୃଷ୍ଟି ହେବ। ତାର Sb ଦେଖ 3 ଆଉ 5, ସେ 3ଟା ବି ନେଇପାରେ, 5 ବି। ତାପରେ ହେଲା Ag ହେଲା 1, Cu 1, 2। ତ Cu ଗୋଟେ ବି ହେଇପାରେ, 2ଟା ବି ହେଇପାରେ। ଅକ୍ସିଜେନ୍ 2ଟା। ତା ଦେଖ ସଲଫର Sର 2, 4, 6 ମାନେ ସେ ଦୁଇଟା ପରମାଣୁ ନେଇକି ଗୋଟେ ଯୌଗିକ ସୃଷ୍ଟି ହେଇପାରିବ। 4ଟା ପରମାଣୁ ନେଇକି ସୃଷ୍ଟି ହେଇପାରିବ,
छटा परमाणु नहीं जैविक सृष्टि कर तापर है कैल्शियम कैल्शियम रोचे 2 बेरिलियम 2 ब्रोम हाँ 2 बीएर क्रोमियम 3 6 AS 3 5 आ एफिर 2 आ 3 एफिर 2 आयरन एफि मान आयरन 2 कि 3 तापर है पीबी रो 2 आ 4 2टा अच्छी SN 2 4 कार्बन 4 से कार्बन 4 से 4टा मूलिक नब 4टा मूलिक देव ये बोल नहीं कि जैविक सृष्टि कर सिलिकन भी 4टा बी बोरन रहा 3 तारे देख नाइट्रोजन देख 1 2 3 4 5 तो नाइट्रोजन में 5टा अच्छे 1 2 3 4 5 से गोटे परमाणु नहीं करि पारे 2टा 3टा 4टा 5टा परमाणु नहीं जैविक सृष्टि करवा तो हिसाब से नहीं कि जैविक संकेत जैविक सृष्टि थाए तो जैविक संकेत पढ़ुले तो संकेत किपर लिखा जाए से जान तो संकेत लिखला बेले तो केमती तो प्रथम देखा प्रतीक तापर लिखा ता तले तार जिजता है तो प्रतीक लिखाला जमी उदाहरण स्वरूप सोडियम क्लोराइड संकेत लिखा पड़ी तो तार प्रतीक है सोडियम Na आ क्लोराइड Cl तो सोडियम जिजता हो +1 आ क्लोरीन है -1 है तो जिजता +1 तो आर जिजता आ पाखु आर जिजता आ पाखु जमी क्रिस क्रॉस तो क्लोरीन 1 Cl एंड Cl 1 तो 2 जन जैसे Na 1 Cl 1 तो NaCl है तापर देख मिथेन मिथेन संगे देख कार्बन जुजुता हो 4 आ हाइड्रोजन हूँ 1 है तो कार्बन 4 हाइड्रोजन 1 तो मिसिकी CH4 है तो H 4टा तो C है 4टा नहीं पार्ची तो C 4टा मिसी CH4 है तो CH लिखा तो C रुजुता H जगह लिखा और H रुजुता C जाए तो H 1 बोली तो C जाए 1 किसी न लिखले भी 1 C 4टा H पाकर 4 लिखाला समझे आ गोटे कैल्शियम क्लोराइड Ca कैल्शियम Ca क्लोराइड Cl तो कैल्शियम रुजुता 2 + Cl -1 है तो क्रिस क्रॉस हिसाब से जब नवा बोले तो कैल्शियम Ca तो Cl हूँ 1 तो 1 Cl 1 आ Ca कैल्शियम 2 + माने Cl 2 है सेमती मैग्नीशियम ऑक्साइड MgO Mg 2 आ O भी 2 है तो 2 जन सामान थिले जदि जो सामान थी बोले सेटा लेखा हेनी कहीं 2 जन सामान हो तो 2टा जो 2 जन सामान थी बोले सेटा कटिज तापर है कैल्शियम हाइड्रोक्साइड देख CaOH Ca रो 2 + आ OH रहा 1 - तो 2 जन रहा CaOH होल 2 तो OH कहीं होल्ड दिहला बंधन दिए मैंने यहाँ एकाधिक परमाणु थे से बंधन दे लिखा तार एमती NH4 माने एमोनियम कार्बोनेट NH4 एमोनियम हूँ NH4 हूँ 1 + आओ कार्बोनेट हूँ 2 - है तो कार्बोनेट तो NH एमोनिया जुजुता 1 तो कार्बोनेट रे 1 है कार्बोनेट जुजुता 2 तो एमोनिया रे 2 ब्रैकेट देखिए 2 लिखा है तो रहा एमोनियम क्लोराइड यहीपरि भाव में रासायनिक संकेत लिखा जाए है।